नमस्कार। आकाशवाणी कटक आंचलिक संवाद पढ़ुछंती मलय रंजन मिश्र। पुरी श्रीक्षेत्र में आज अनुष्ठित होउछि विश्व प्रसिद्ध रथयात्रा। एथिपाई रथ पथ भक्त प्रस्तुत होइछंती। समय निर्घंट अनुଯାयी ठाकुरंकर नीतिकांति चली। अपराह 4टारे रथटଣା आरंभ हेबा नै नीति निर्घंट स्थिर होइछि। रथारूढ़ महाप्रभुंक दर्शन पाई बड़दाण्डरे श्रद्धालुंकर भिड़ बढ़िबारे लागिछि। ए संपर्क रे एक रिपोर्ट। आज ହେଉଛି ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା। ଏନେଇ ରଥ ପଥ ଭକ୍ତ ସମସ୍ତେ ପ୍ରସ୍ତୁତ। ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଡ଼ଭାଇ ଶ୍ରୀ ବଳଭଦ୍ର ଭଉଣୀ ସୁଭଦ୍ରାଙ୍କ ସହ ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ବାହାରିବେ। ଚଳିତ ବର୍ଷ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରିବା ପାଇଁ ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଆଜି ସକାଳ 9ଟାରେ 3 ରଥକୁ ପ୍ରତିଷ୍ଠା କରାଯିବା ପରେ 9:30ଟାରୁ ଠାକୁରଙ୍କର ଗୋଟି ପହଣ୍ଡି ଆରମ୍ଭ ହେବ। ଆକାଶବାଣୀ କଟକ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣିଆ। रथयात्रा ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ 365ଟି ସ୍ୱତନ୍ତ୍ର ଟ୍ରେନ୍ ଏବଂ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବସ୍ ସେବାର ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁଙ୍କୁ ମାଗଣାରେ ସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ ପ୍ରଶାସନ ପକ୍ଷରୁ 200 ଅଟୋରିକ୍ସା ଚଳାଚଳ କରୁଛି। ଦେଶର ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ଏମ୍ଏସ୍ଏମ୍ଇ ଦିବସ ପାଳନ କରାଯାଉଛି। ଏହି ଅବସରରେ ନୂଆଦିଲ୍ଲୀ ବିଜ୍ଞାନ ଭବନଠାରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବେ। ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଅଧିକ ଗତିଶୀଳ କରିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତୀୟ ମହାକାଶଚାରୀ ବାୟୁସେନା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ଗତକାଲି ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ଆଇଏସ୍ଏସ୍ରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ଶ୍ରୀ ଶୁକ୍ଲା ହେଉଛନ୍ତି ପ୍ରଥମ ଭାରତୀୟ। ଏକ୍ଜିଓମ୍ 4 ମିଶନ ଅଧୀନରେ ମହାକାଶଚାରୀଙ୍କୁ ନେଇ ଯାଇଥିବା ମହାକାଶ ଯାନ ଭାରତୀୟ ସମୟ ଅପରାହ୍ନ 4:01 ଆଇଏସ୍ ସହ ସଂଯୁକ୍ତ ହୋଇଥିଲା। ନିଜ ବାର୍ତ୍ତାରେ ଶ୍ରୀ ଶୁକ୍ଲା କହିଛନ୍ତି ମହାକାଶରେ ପ୍ରତିଟି ଦୃଶ୍ୟ ଏବଂ ମୁହୂର୍ତ୍ତକୁ ସେ ଉପଭୋଗ କରୁଛନ୍ତି। ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ସାମୟିକ କର୍ମଚାରୀଙ୍କ କାର୍ଯ୍ୟନିବୃତ୍ତି ସମୟର ଏକକାଳୀନ ଅର୍ଥ ପ୍ରଦାନ ରାଶି 2.5 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏ ସଂକ୍ରାନ୍ତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍ତି। ପୂର୍ବରୁ ଏହା 1.5 ଲକ୍ଷ ଟଙ୍କା ରହିଥିଲା। ନିୟମିତ ପଦବୀରେ 5 ବର୍ଷରୁ ଅଧିକ ସମୟ କାମ କରିଥିବା କର୍ମଚାରୀ ଗ୍ରାଚ୍ୟୁଇଟି ବାବଦରେ ଏହି ଅର୍ଥରାଶି ପାଇବେ। ରାଜ୍ୟରେ ଆଗାମୀ 5 ବର୍ଷ ମଧ୍ୟରେ 9 ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବା ପାଇଁ ଓଡ଼ିଶା ଉଠା ଜଳସେଚନ ନିଗମ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ୱେଧାଦେବ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ନିଗମ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକର ସ୍ଥିତି ନେଇ ବୈଠକରେ ସମୀକ୍ଷା କରାଯିବା ସହ ବିଭିନ୍ନ ସ୍ତରରେ ଦେଖାଦେଇଥିବା ଆହ୍ୱାନଗୁଡ଼ିକର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ ଉପରେ ଆଲୋଚନା ହୋଇଛି। କୋରାପୁଟ ଜିଲ୍ଲା ସୀମାନ୍ତ କୋଟିଆ ସୀମା ବିବାଦ ସମାଧାନ ଲକ୍ଷ୍ୟ ନେଇ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର କମିଟି ଗଠନ କରିଛନ୍ତି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଏହି କମିଟି ଖୁବ୍ ଶୀଘ୍ର କୋଟିଆ ଗସ୍ତ କରି ପରିସ୍ଥିତିର ଅନୁଧ୍ୟାନ କରିବା ସହ ସୀମା ବିବାଦ ସମାଧାନ ନେଇ ଆବଶ୍ୟକ ପରାମର୍ଶ ପ୍ରଦାନ କରିବ। କୋଟିଆଠାରେ ଆସନ୍ତାକାଲି ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ଏହି ପ୍ରତିନିଧି ମଣ୍ଡଳୀ ସେଠାକୁ ଗସ୍ତରେ ଯିବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆଠାରେ ଶିଳ୍ପ ସମାଗମ ମେଳା ଗତକାଲିଠାରୁ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବକା ସାଥ ସବକା ବିକାଶ ନୀତି ଦ୍ୱାରା ପରିଚାଳିତ ଏହି ମେଳା ଅନୁସୂଚିତ ଜାତି ପଛୁଆବର୍ଗ ସଫେଇ ମିତ୍ର ଏବଂ ଡିଏନ୍ଟି କାରିଗରଙ୍କୁ ସଶକ୍ତ କରିବା ପାଇଁ ମଞ୍ଚ ପ୍ରଦାନ କରୁଛି। ଆସନ୍ତା 2 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ 14ଟି ରାଜ୍ୟର 75ରୁ ଅଧିକ କାରିଗର ଅଂଶଗ୍ରହଣ କରୁଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ଓ ମ୍ୟାଲେରିଆ ରୋଗ ନିୟନ୍ତ୍ରଣ ଏବଂ ପ୍ରତିକାର ସଂକ୍ରାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନାଳନର୍ଦ୍ଦମା ସଫେଇ, ମଶା ଧୂଆଁ ପ୍ରୟୋଗ ଏବଂ ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଜାତୀୟ ସିନିୟର ସନ୍ତରଣ ପ୍ରତିଯୋଗିତାରେ କର୍ଣ୍ଣାଟକ ଚାମ୍ପିୟନ ହୋଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଇଣ୍ଡୋର ଜଳକ୍ରୀଡ଼ା କେନ୍ଦ୍ରଠାରେ ଚାଲିଥିବା ଏହି 78ତମ ପ୍ରତିଯୋଗିତା ଗତକାଲି ଉଦ୍ଯାପିତ ହୋଇଛି। ଏଥିରେ ଓଡ଼ିଶା 1 ସ୍ୱର୍ଣ୍ଣ 2ଟି ରୌପ୍ୟ ଏବଂ 3ଟି କାଂସ୍ୟ ପଦକ ସହ ମୋଟ 6ଟି ପଦକ ହାସଲ କରିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର, ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଯାଇଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2ଟା 32 ମିନିଟ୍ରେ।